ଆପଣଙ୍କ ପାଖରେ ଟଙ୍କା ପଇସା ରହୁନି କି? ଶରୀର ସୁସ୍ଥ ରହୁନି କି? ସବୁ ସମୟରେ ଦୁଶ୍ଚିନ୍ତା ଲାଗି ରହୁଛି କି? ଦରମାକୁ ନେଇ ଦୁଃଖିତ ଅଛନ୍ତି କି? ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କ'ଣ ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରନ୍ତି? ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କ'ଣ ବାକ୍ସିଦ୍ଧ? ତେବେ ଏହି ଭିଡ଼ିଓଟି ନିଶ୍ଚିନ୍ତ ଦେଖନ୍ତୁ। ବନ୍ଦେ ଲୋକତିଲକଂ ସାତତ ବାର୍ତ୍ତା ବିଭୂଷଣଂ ଅମର କୃତ୍ୟୁଚ୍ଚାರಣଂ ପ୍ରବୁଧଂ ଲୋକ ଜୀବନଂ ପ୍ରଣୟ ପ୍ରମତ ଜାଗ ଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମଂ। ଜୟ ଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କ'ଣ ବାକ୍ସିଦ୍ଧ? ସେ କ'ଣ ସମସ୍ତଙ୍କର ଜୀବନର ପ୍ରତ୍ୟେକ ଛୋଟ ବଡ଼ ସମସ୍ୟାର ସମାଧାନ କରିପାରନ୍ତି କି? ଏହିସବୁ ଜାଣିବା ପାଇଁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ମଧ୍ୟ ଅନୁରୋଧ ରହିଲା। ଆପଣମାନେ ସମସ୍ତେ ଜାଣିଛନ୍ତି ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କୁ ଆମେ ସ୍ୱୟଂ ଠାକୁର ବୋଲି ମାନୁଛେ। ଏହି ବ୍ୟସ୍ତ ବହୁଳତା ଜୀବନ ଭିତରେ ଆମର ଅନେକ ସମସ୍ୟା, ଆଉ ସେହି ସମସ୍ୟା ସବୁର ସମାଧାନ ନ କରିପାରି ଆମେ ଯେତେ ସବୁ ମାନସିକ ଆଉ ଶାରୀରିକ କଷ୍ଟ ପାଉଛେ, କିନ୍ତୁ ପ୍ରତ୍ୟେକ ସମସ୍ୟାକୁ ସହଜ ଆଉ ସରଳ ଭାବେ କିପରି ସମାଧାନ କରନ୍ତି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଆସନ୍ତୁ ଜାଣିବା। ଜଣେ ବ୍ୟକ୍ତି ଆସି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ କହିଲେ, ଯେତେ ରୋଜଗାର କଲେ ମଧ୍ୟ ସବୁବେଳେ ଅର୍ଥର ଅଭାବ ଲାଗି ରହୁଛି, ଶରୀର ସବୁବେଳେ ଅସୁସ୍ଥ ରହୁଛି, ସବୁବେଳେ ମନରେ ଦୁଶ୍ଚିନ୍ତା, ଏହିସବୁ ସମସ୍ୟାର କ'ଣ ସମାଧାନ? ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ତୁମ ମନର ଯୁକ୍ତିଟା ହିଁ ଠିକ୍ ନୁହେଁ। ସେଇଟା ଯେତେବେଳେ ଠିକ୍ ହୋଇଯିବ ସେତେବେଳେ ଆଉ କାହାରି ସହିତ ଯୁଦ୍ଧ କରିବାକୁ ହେବ ନାହିଁ। ତୁମ ମନରେ ଯୁକ୍ତିଟା ସବୁବେଳେ ଟଳମଳ କରୁଛି, ସେଥିପାଇଁ ତୁମେ କେତେବେଳେ ଜ୍ୟୋତିଷ ପାଖକୁ ଯାଉଛ, କେତେବେଳେ ବାବାଜୀ ପାଖକୁ ଯାଉଛ, କେତେବେଳେ ଶନି ମନ୍ଦିର ଯାଉଛ, ତ ପୁଣି କେତେବେଳେ ଏହି ମନ୍ଦିର ସେହି ମନ୍ଦିର ଯାଉଛ। ତାହେଲେ ତୁମେ ହିଁ କୁହ, ତୁମ ମନରେ ଯୁକ୍ତିଟା ଯେ କେତେ ଫିକ୍ସଡ୍ ଅଛି। ମନକୁ ମୁକ୍ତ କର। ଗୁରୁଙ୍କ ପ୍ରତି ଯଦି ମନଟାକୁ ଏକାଗ୍ର କର, ତାହେଲେ ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ। ଏହି ଜୀବନରେ ହିଁ ସବୁକିଛି ପାଇବ। ଯେଉଁଠାରେ ଅଛ, ଯେଉଁ ଅବସ୍ଥାରେ ଅଛ, ସେହି ଅବସ୍ଥାରେ ହିଁ ପାଇବ। ସବୁରି ମୂଳରେ ତିନୋଟି ବେସିକ୍ ଜିନିଷ ଦରକାର। ତାହା ହେଲା ଯଜନ, ଯାଜନ ଆଉ ଇଷ୍ଟଭୃତି। ତୁମକୁ ପ୍ରାକ୍ଟିସ୍ କରିବାକୁ ହେବ। ଯେତେବେଳେ ନିଜ ମଧ୍ୟରେ ତାଙ୍କୁ ମାନେ ଗୁରୁଙ୍କୁ ଆତ୍ମୀକରଣ କରୁଛେ, ତାଙ୍କୁ ଉପଲବ୍ଧି କରୁଛେ, ସେଇଟା ହେଉଛି ଯଜନ। ଆଉ ଆମେ ଯେଉଁଟା ଆୟତ କରି ମନୁଷ୍ୟକୁ ଉଦ୍ବୁଦ୍ଧ କରୁଛେ, ମାନେ ମନୁଷ୍ୟକୁ ତାଙ୍କର ପ୍ରେମ ଆଉ ଭଲ ପାଇବାକୁ ବୁଝାଇ ପାରିଛେ, ତାହା ହେଉଛି ଯାଜନ। ଆଉ ଇଷ୍ଟଭୃତିର ଅର୍ଥ ହେଲା ମଙ୍ଗଳର ଭରଣ ପୋଷଣ କରିବା। ସେ ଆମ ଜୀବନର ମଙ୍ଗଳମୟ। ତାଙ୍କର ଭରଣର ଦାୟିତ୍ୱ ଆମ ହାତରେ ତୋଳି ଦେଇଛନ୍ତି। କିପରି? ଆମେ ଦୀକ୍ଷା ନେଇଛେ। ଦୀକ୍ଷା ମାନେ ଦକ୍ଷତା। ତାହେଲେ ଦକ୍ଷତାର ପଥରେ ତୁମେ ଉପରକୁ ଉଠୁଛ। ଧରନ୍ତୁ ଗୋଟେ ସିଡ଼ି ଅଛି, କିନ୍ତୁ ସିଡ଼ିର ମଝିରେ ମଝିରେ କେତେ ଗୁଡ଼ିଏ ପାହାଚ ନାହିଁ। ତାହେଲେ ତୁମେ କ'ଣ ସିଡ଼ି ଉପରକୁ ଉଠିପାରିବ? ତୁମର ଉପରକୁ ଉଠିବା କ'ଣ ସମ୍ଭବ ହୋଇପାରିବ? ଉପରକୁ ଉଠିବା ପଥ କେବେ ବି ପରିଷ୍କାର ହୋଇପାରିବ ନାହିଁ। ତାହେଲେ ଏଇ ପଥଟି ଯେପରି ପରିଷ୍କାର ରହିବ, ସେଥିପାଇଁ ହିଁ ଏଇ ଇଷ୍ଟଭୃତି। ଜଣେ ବ୍ୟକ୍ତି କହିଲେ, ତାଙ୍କର ଦେହ ଆଦୌ ଭଲ ରହୁନି, ଯେତେ ଡାକ୍ତର ଦେଖାଇଲେ ବି ଭଲ ହେଉନି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, କ୍ରମାଗତ ଶରୀର ବିଷୟରେ ଭାବିଲେ ଶରୀର ଖରାପ ହେବ। ତୁମେ ତ ତୁମର ମନଟାକୁ ଅସଲ ଯେଉଁ ଦିଗରେ ନେଇଯିବାର କଥା ସେହି ଦିଗରେ ଚାଳିତ କରନି। ମନ ମଧ୍ୟରେ ଏଇ ଯେଉଁ ଅତ୍ୟଧିକ ଚିନ୍ତା, ସବୁଟା ତ ପାଇବ ନାହିଁ। ସତ୍ୟ କଥାଟା କହିବାକୁ ଗଲେ ତୁମକୁ ଆହୁରି ଅନେକ ଚିନ୍ତା ଖାଇଯାଉଛି। ଥରେ ଭାବି ଦେଖ ତ। ବ୍ୟକ୍ତିଟି କହିଲେ, ଆଜ୍ଞା ହଁ, ସାଲାରୀ ନେଇ ଚିନ୍ତା। ସାଲାରୀଟା ବହୁତ କମ୍, ବଢ଼ୁନାହିଁ। ଏତେ କମ୍ରେ ଚଳି ହେଉନି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ସାଲାରୀଟା ଏତେ କମ୍,
ସାଲାରୀଟା ଜୀବନ ନୁହେଁ। ତୁମେ ଯେଉଁ ସୁଖର ସନ୍ଧାନରେ ଦୁଶ୍ଚିନ୍ତାଗ୍ରସ୍ତ ହେଉଛ, ସେଥିରେ କିନ୍ତୁ କିଛି ସୁଖ ନାହିଁ। ସାଲାରୀ ନେଇ ଦୁଶ୍ଚିନ୍ତା କଲେ ସାଲାରୀ ବଢ଼ିବ ନାହିଁ, ବରଂ ଏହି ସାଲାରୀ ମଧ୍ୟରେ କିପରି ଭାବେ ଚଳିଲେ ସୁସ୍ଥ ହେବ, ଆନନ୍ଦ ସହିତ ଚଳିପାରିବ, ସେହି କଥା ସବୁ ଭାବ। ଆଉ ସାମାଜିକ କାର୍ଯ୍ୟକ୍ରମ ସହିତ ଯୁକ୍ତ ହୁଅ। ଏହି ଭାବେ ଚଳିଲେ ସମସ୍ତଙ୍କ ସହିତ ମିଳିମିଶି ଚଳୁ ଚଳୁ ଜୀବନରେ ଦିନେ ସୁଖ ଆସିଯିବ। ଆଜି ପର୍ଯ୍ୟନ୍ତ ତୁମେ ତୁମ ବିଷୟରେ ଭାବୁଥିଲ, ଏବେଠାରୁ ଠାକୁରଙ୍କ ବିଷୟରେ ଭାବ। ତୁମେ ତାଙ୍କୁ ଭାବିବ, ଆଉ ସେ ଭାବିବେ ତୁମର କଥା। ଜୀବନଟାକୁ ଏତେ ଦୁଶ୍ଚିନ୍ତା, ଏତେ ସଂଶୟ ଭିତରେ ବୁଡ଼ାଇ ଦିଅନି। କେତେ ସୁନ୍ଦର ଜୀବନ! ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ କହିଲେ, ମନଟା ଯୋଗୁଁ ଅସଲ ମନମାନି। ଆମେ ଯଦି ପୋଖରୀକୁ ଗୋଟେ ଢେଲା ପକାଇବା, ତାହେଲେ ସେଥିରୁ ତରଙ୍ଗ ସୃଷ୍ଟି ହେବ। ଆଉ ଯଦି ସମୁଦ୍ରରେ ଢେଲା ପକାଇବା, ସେଇଟା ବିଲୀନ ହୋଇଯିବ ସମୁଦ୍ର ମଧ୍ୟରେ। ଆଲୋଚନା ପତ୍ରିକାରେ ଡକ୍ଟର ରାଜେଶ ଚୌଧୁରୀ ଲେଖିଛନ୍ତି, ଗୋଟେ ମୁଠା ଲୁଣ ଗ୍ଲାସ ପାଣିରେ ମିଶାଇଲେ ତାହା ଭୀଷଣ ଲବଣାକ୍ତ ହୋଇଯାଏ। ସେହି ଜଳ ପିଇ ହୁଏ ନାହିଁ। ସେହି ସମାନ ପରିମାଣର ଲୁଣ ଗୋଟିଏ ଘଡ଼ିରେ ରଖିଲେ ଲବଣାକ୍ତ ହେବ, କିନ୍ତୁ ଗ୍ଲାସ ପାଣିଠାରୁ କମ୍। ସେହି ସମାନ ପରିମାଣର ଲୁଣ ବାଲ୍ଟିଏ ପାଣିରେ ମିଶାଇଲେ ସାମାନ୍ୟ ଲବଣାକ୍ତ ହେବ। ଗୋଟିଏ ବଡ଼ ଡ୍ରମରେ ମିଶାଇଲେ ଲବଣର ସାମାନ୍ୟ ଆଭାସ ବି ପାଇବନି। ଗୋଟିଏ ପୋଖରୀରେ ମିଶାଇଲେ ଲବଣର କୌଣସି ଅସ୍ତିତ୍ୱ ହିଁ ପାଇବା ନାହିଁ। ଠିକ୍ ସେହିପରି ଏକାପରି ବ୍ୟାପାର ଆସେ ମନୁଷ୍ୟ ଜୀବନରେ। ସମସ୍ୟା ପ୍ରତ୍ୟେକ ଜୀବନରେ ଆସେ, କିନ୍ତୁ ସେହି ସମସ୍ୟା ଆମର ଜୀବନକୁ କେତେଟା ପ୍ରଭାବିତ କରିବ, ତାହା ନିର୍ଭର କରେ ଆମର ଜୀବନ ଗ୍ଲାସ ପରି, ନା ଘଡ଼ି ପରି, ନା ବାଲ୍ଟି ପରି, ନା ଡ୍ରମ୍ ପରି, ନା ପୋଖରୀ ପରି, ନା ସମୁଦ୍ର ପରି ବିଶାଳ। ଯାହାର ଜୀବନ ଚଳଣି ଯେତେ ବିସ୍ତୃତ, ତାର ଜୀବନରେ ସମସ୍ୟାଗୁଡ଼ିକ କମ୍ ହତାଶା ସୃଷ୍ଟି କରେ। ଯାହାର ଜୀବନ ଚଳଣି ଯେତେ କ୍ଷୁଦ୍ର, ଯିଏ ଯେତେ ବେଶୀ ଆତ୍ମକେନ୍ଦ୍ରିକ, ତା ଜୀବନର ଯେକୌଣସି ସମସ୍ୟା ଆସିଲେ ସେ ଦିଗହରା ହୋଇ ହତାଶାରେ ଆଉ ନିରାଶାରେ ବୁଡ଼ିଯାଏ। ସେଥିପାଇଁ ଶ୍ରୀ ଶ୍ରୀ ଠାକୁର କହିଲେ, ସଂକୋଚରେ ଦୁଃଖ, ପ୍ରସାରଣରେ ସୁଖ। ସେ ପୁଣି କହିଲେ, ବିସ୍ତାରିତ ଜୀବନ, ବିସ୍ତାରିତ ପ୍ରେମ। ପ୍ରଭୁ ଶ୍ରୀରାମଚନ୍ଦ୍ର ଯିଏ ପୁରୁଷୋତ୍ତମ, ତାଙ୍କୁ ବିନା ଦୋଷରେ ରାଜମହଲ ଛାଡ଼ି ବନବାସ କରିବାକୁ ପଡ଼ିଲା। ସେଠାରେ ଯାଇ ମଧ୍ୟ ଶାନ୍ତି ନାହିଁ। ସ୍ତ୍ରୀ ସୀତାମାତାଙ୍କୁ ରାବଣ ଆସି ଅପହରଣ କରି ନେଇଗଲା। ଜଣେ ପୁରୁଷଙ୍କ ଜୀବନରେ ୟାଠାରୁ ବଡ଼ ସମସ୍ୟା ଆଉ କ'ଣ ହୋଇପାରେ? ଏତେ ବିଶାଳ ବିଶାଳ ସମସ୍ୟା ଆସିଲେ ମଧ୍ୟ ପ୍ରଭୁ ରାମଚନ୍ଦ୍ର କେବେ ବି ହତାଶ ହୋଇ ପଡ଼ିନାହାନ୍ତି। ଭାଗ୍ୟକୁ ଦୋଷ ଦେଇ କପାଳକୁ ନିନ୍ଦି ନାହାନ୍ତି। ଏତେ ଏତେ ସମସ୍ୟା ଆସିଲେ ମଧ୍ୟ କୌଣସି ଅଲୌକିକ କ୍ଷମତାର ବ୍ୟବହାର କରି ତାଙ୍କର ସମସ୍ୟାକୁ ଛୁମନ୍ତର କରି ଉଡ଼ାଇ ଦେଇନାହାନ୍ତି। ଯାହା ଯାହା ବାସ୍ତବ ଭାବେ କରିଲେ ସମାଧାନ ହେବ, ତାହା ହିଁ ସେ କରିଛନ୍ତି। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନରେ ବି ସେଇ ଏକା ସମସ୍ୟା। ସେ ସ୍ୱୟଂ ଈଶ୍ୱର, ଏହି ବିଶ୍ୱ ବ୍ରହ୍ମାଣ୍ଡର ଅଧୀଶ୍ୱର, ଅଥଚ ତାଙ୍କର ଜନ୍ମ ହେଲା କାରାଗାରରେ। ଜନ୍ମ ପରେ ମା' ଠାରୁ କ୍ଷୀରପାନ କରିବା ପାଇଁ ବି ତାଙ୍କୁ ସମୟ ହେଲା ନାହିଁ। ରାତିର ଅନ୍ଧକାରରେ ପଳାଇ ଆସିବାକୁ ପଡ଼ିଲା ପାଳିତା ମାଙ୍କର ପାଖକୁ। ସେଠାରେ ବି ଶାନ୍ତି ନାହିଁ। କିଛି ଦିନ ପରେ କଂସ ତାଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ଚେଷ୍ଟା କରିବାକୁ ଲାଗିଲା। କୁରୁକ୍ଷେତ୍ରରେ ଯୁଦ୍ଧ ଅଟକାଇବା ପାଇଁ ଏତେ ଚେଷ୍ଟା କରି ମଧ୍ୟ ଯୁଦ୍ଧ ବନ୍ଦ କରିପାରିଲେ ନାହିଁ ସେ। ଶେଷରେ ଗାନ୍ଧାରୀ ସମସ୍ତ ଦୋଷ ଶ୍ରୀକୃଷ୍ଣଙ୍କ ଉପରେ ଦେଇଦେଲେ। ସେହିପରି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଜୀବନରେ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଯେଉଁ ପରିମାଣର ସମସ୍ୟା, ଅପବାଦ, ଚକ୍ରାନ୍ତ କରାଯାଇଥିଲା, ସବୁକୁ ସେ ସହ୍ୟ କରୁଥିଲେ। ସେସବୁକୁ ଆମ ଜୀବନରେ ଆମେ ସହ୍ୟ କରିପାରିବା ନାହିଁ। ଆମର ଛାତି ଫାଟିଯିବ। ଏତେ ବିଶାଳ ବିଶାଳ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ ମଧ୍ୟ ସେ ଥିଲେ ଧର୍ମ ପଥରେ ଅବିଚଳ, ସତ୍ୟ ପଥରେ ଥିଲେ ନିରନ୍ତର। କୌଣସି ସମସ୍ୟା ନେଇ ସେ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ। ସେ ଏତେ ପଜିଟିଭ୍ ଏନର୍ଜିର ଅଧିକାରୀ ଥିଲେ ଯେ କୌଣସି ନେଗେଟିଭ୍ ଏନର୍ଜି ତାଙ୍କୁ ବିଚଳିତ କରିପାରେନି। ଆମର ଯଦି ନିଜ ଜୀବନରେ ନାନା ସମସ୍ୟା ସତ୍ତ୍ୱେ ବି ଶାନ୍ତିରେ
ଆନନ୍ଦରେ ବଞ୍ଚିବାକୁ ଚାହୁଁ, ତେବେ ତାର ସହଜତମ ଉପାୟ ହେଉଛି ସେହି ବିରାଟ ପୁରୁଷଙ୍କ ସହିତ କାୟ ମନୋବାକ୍ୟରେ ଯୁକ୍ତ ହେବା। ଯୁଗେ ଯୁଗେ ସେହି ବିରାଟ ପୁରୁଷ ଆମ ପରି ମାନବ ରୂପ ଧାରଣ କରି ଏହି ସଂସାରରେ ଅବତରଣ କରନ୍ତି। ତାଙ୍କୁ ଗ୍ରହଣ କରି ତାଙ୍କ ସହିତ ଯୁକ୍ତ ହୋଇ ତାଙ୍କର ନିର୍ଦ୍ଦେଶ ପାଳନ କରି ଜୀବନ ଚଳଣୀର ଧାରାକୁ ପରିବର୍ତ୍ତନ କରିପାରିଲେ ଆମ ଜୀବନ ସହଜ ସରଳ ହୋଇପାରିବ। ଆମେ ଯେତେ ତାଙ୍କର ସ୍ୱାର୍ଥ ରକ୍ଷା ପାଇଁ ନିୟୋଜିତ ହେବା, ସେତେ ହିଁ ଆମର ଜୀବନ ମହାନ ଉଚ୍ଚତାରେ ଅଧିଷ୍ଠିତ ହୁଏ। ସେତେବେଳେ ଆମ ଜୀବନର ବଡ଼ ବଡ଼ ସମସ୍ୟା ସବୁ ଆପେ ଆପେ ସମାଧାନ ହୋଇଯାଏ। ଗୋଟିଏ ଲୋକ ତାର ସାଂସାରିକ ଜୀବନରେ ନାନା ସମସ୍ୟାରେ ଜର୍ଜରିତ। ଅନେକ ଚେଷ୍ଟା କରି ସମସ୍ୟାରୁ ମୁକ୍ତ ହୋଇପାରିଲାନି। ଦିନେ ସେ ଜଣେ ସାଧୁବାବାଙ୍କ ନିକଟକୁ ଗଲେ। ସବୁ ଶୁଣି ସାଧୁବାବା କହିଲେ, ମୁଁ ତୁମକୁ ଗୋଟିଏ ମନ୍ତ୍ର ଦେବି। ତୁମେ ଯଦି ସବୁ ସମୟରେ ସେହି ମନ୍ତ୍ର ଜପ କରିପାରିବ, ତେବେ ତୁମେ ସମସ୍ୟାମୁକ୍ତ ହୋଇଯିବ। ତୁମେ ଏବେଠାରୁ ସବୁ ସମୟରେ ଏହି ମନ୍ତ୍ର ଜପ କରିବ, ମୁଁ ସୁଖୀ, ମୁଁ ଆନନ୍ଦିତ। ଏହି ଦୁଇଟି ଶବ୍ଦ ଦିନରାତି ଜପ କରିବ। କିନ୍ତୁ ମନେ ରଖିବ, ମନ୍ତ୍ର ଜପ କରୁଥିବା ସମୟରେ ଯେପରି ତୁମ ମନରେ ବାନର କଥା ନ ଆସେ। ଯଦି ବାନର କଥା ମନକୁ ଆଣ, ତାହେଲେ ଏହି ମନ୍ତ୍ରର ଗୁଣ ନଷ୍ଟ ହୋଇଯିବ। ଲୋକଟି ଖୁସି ମନରେ ଘରକୁ ଫେରିଗଲା, କିନ୍ତୁ ବାଟରେ ଗୋଟିଏ ବାନରକୁ ଦେଖିଲା। ଧେତ୍, ମୁଁ ତ ବାନର ଦେଖିଲିଣି, ଏବେ ତ ମୋ ମନରେ ଏହି କଥା ବାରମ୍ବାର ଆସିବ। ଘରେ ପହଞ୍ଚି ଦେଖିଲା ପିଲାମାନେ ଦୌଡ଼ା ଦୌଡ଼ି ହେଇ ଖେଳୁଛନ୍ତି। ରାଗିକରି କହିଲା, ଏଇ ବାନର ଦଳ, ତୁମର ପଢ଼ାଶୁଣା ନାହିଁ? ଏଇ କଥା କହି ପୁଣି ଥରେ ମନଟା ଖରାପ ହୋଇଗଲା। ଧେତ୍, ପୁଣି ଏଇ ବାନର ଶବ୍ଦଟା ଉଚ୍ଚାରଣ କରିଦେଲି। ଏଇ ଭାବେ ସେ କିଛି ସମୟ ପରେ ପରେ ଖାଲି ବାନରମାନଙ୍କୁ ଦେଖିବାକୁ ଲାଗିଲା। ବାନରର ନାମ ନେବାକୁ ଲାଗିଲା। ମନରୁ ବାନର କଥା ଜମା ବି ଦୂର କରିପାରିଲା ନାହିଁ। ଶେଷରେ ଆଉ ଥରେ ପୁଣି ସାଧୁବାବାଙ୍କ ପାଖକୁ ଗଲା। କହିଲା, ବାବା, ମୁଁ ତ ଆଗରୁ ଏତେ ବାନର ଦେଖୁନଥିଲି, ଏବେ କିନ୍ତୁ ପ୍ରତିଦିନ ବାନର ଦେଖୁଛି। ବାନର କଥା ବାରମ୍ବାର ମନକୁ ଆସୁଛି। ସାଧୁ ସେତେବେଳେ ହସି କହିଲେ, ବତ୍ସ, ବାନର ଆଗରୁ ଥିଲା, ଏବେ ବି ଅଛି, କିନ୍ତୁ ଆଗେ ତୁମେ ବାନର ପ୍ରତି ମନୋଯୋଗ ଦିଅନି। ତେଣୁ ଆଖପାଖରେ ବାନର ଥିବା ସତ୍ତ୍ୱେ ବି ତୁମର ନଜର ତା ଉପରେ ପଡ଼େନି। କିନ୍ତୁ ମୁଁ କହିବା ପରଠାରୁ ତୁମେ ବାନର ଠାରୁ ଦୂରରେ ରହିବା ପାଇଁ ବାନର ପ୍ରତି ମନୋଯୋଗୀ ହୋଇପଡ଼ିଲ। ସେଥିପାଇଁ ତୁମକୁ ଏତେ ବାନର ଦେଖାଯାଉଛନ୍ତି। ଦେଖ ବାବା, ତୁମର ଜୀବନରେ ଭଲ ଅଛି, ମନ୍ଦ ବି ଅଛି, ଆନନ୍ଦ ଅଛି, ଦୁଃଖ କଷ୍ଟ ବି ଅଛି, କିନ୍ତୁ ତୁମେ ସମସ୍ୟା ଠାରୁ ଦୂରେଇବା ପାଇଁ ସମସ୍ୟା ପ୍ରତି ଏତେ ମନୋଯୋଗୀ ହୋଇପଡ଼ିଛ ଯେ ସବୁ ସମୟରେ ତୁମେ ଖାଲି ସମସ୍ୟା ଗୁଡ଼ିକ ଦେଖୁଛ। ସୁଖ ଆଉ ଆନନ୍ଦକୁ ଭୁଲି ଯାଉଛ। ସମସ୍ୟାରେ ବୁଡ଼ି ରହିବା ଯୋଗୁଁ ସମାଧାନର ପଥ ସବୁ ତୁମ ଦୃଷ୍ଟିରେ ଧରା ପଡ଼ୁନି। ତେଣୁ ସମସ୍ୟାରୁ ମୁକ୍ତି ଚାହିଁଲେ ସବୁ ସମୟରେ ଆନନ୍ଦ ଓ ସୁନ୍ଦର କଥା ଭାବିବ। ଶ୍ରୀ ଶ୍ରୀ ଠାକୁର ମଧ୍ୟ ଏହି କଥା କହିଛନ୍ତି, ଦୁର୍ବଳତା ସମୟରେ ସୁନ୍ଦର ଓ ସବଳତା ଚିନ୍ତା କର। ସୁନ୍ଦର ଓ ଆନନ୍ଦ ସହିତ ଯୁକ୍ତ ହୋଇ ରହିଲେ ମନ ଆଲୋକରେ ଉଦ୍ଭାସିତ ହୋଇ ଉଠେ। ସବୁ ତାଲାର ଚାବି ଅଛି, କିନ୍ତୁ ଅନ୍ଧକାରରେ ସେହି ଚାବି ଖୋଜିଲେ ମିଳେନି। ଚାବି ଖୋଜିବାକୁ ହେଲେ ଆଗ ଆଲୋକଟା ଜଳାଇବାକୁ ହୁଏ। ଯେତେବେଳ ପର୍ଯ୍ୟନ୍ତ ଆମେ ଦୁଃଖରେ ବୁଡ଼ି ରହି ସମସ୍ୟାର କଥା ଭାବୁଥିବା, ସେତେବେଳ ପର୍ଯ୍ୟନ୍ତ ମନ ଅନ୍ଧକାରାଚ୍ଛନ୍ନ ହୋଇ ରହିଥିବ। ସମସ୍ୟାର କୌଣସି ସମାଧାନ ଖୋଜି ପାଇବା ନାହିଁ। କିନ୍ତୁ ସମସ୍ୟା ପରେ ହଠାତ୍ କରି ସୁନ୍ଦର ଓ ଆନନ୍ଦ ଓ ସୁଖର ଚିନ୍ତା କରିବା ସମ୍ଭବ ନୁହେଁ। ହଠାତ୍ କରି ଦୁର୍ବଳତାରେ ପତିତ ହୋଇ ସବଳତାର କଥା ମୁଣ୍ଡକୁ ଆସେ ନାହିଁ। ହଠାତ୍ କରି ଗୋଟିଏ ଦିନରେ ଜୀବନକୁ ବିସ୍ତାରିତ କରାଯାଇପାରେ ନାହିଁ। ସେଥିପାଇଁ ଦରକାର ସଦ୍ଗୁରୁ ଦୀକ୍ଷା ଗ୍ରହଣ କରି ନିତ୍ୟ ନାମ ଧ୍ୟାନ, ନିତ୍ୟ ଇଷ୍ଟଭୃତି ପାଳନ, ନିତ୍ୟ ଯଜନ ଯାଜନ, ଇଷ୍ଟଙ୍କ ସହିତ ନିତ୍ୟ ଯୁକ୍ତ ହୋଇ ରହିବା, ଆଚାର୍ଯ୍ୟଙ୍କ ସଙ୍ଗ କରିବା, ଆଚାର୍ଯ୍ୟଙ୍କ ଇଚ୍ଛା ପୂରଣରେ ବ୍ୟାପୃତ ରହିବା। ଏହିସବୁ କରୁ କରୁ ସ୍ୱତଃସ୍ଫୂର୍ତ୍ତ ଭାବେ ଆମର ଜୀବନକୁ ବିସ୍ତୃତ କରିପାରିବା।
ଆଲୋଚନାଟିକୁ ଏଇଠି ରଖୁଛି। ଆଲୋଚନାଟି କିପରି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଶେଷରେ ସମସ୍ତଙ୍କର ପଞ୍ଚ ମହାବିଧ ଜୀବନର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।